କୋରାପୁଟର ଶିଶୁ ଭବନଠାରେ ଜାନୁଆରୀ ମାସ 18 ତାରିଖରେ ଶିଶୁମାନଙ୍କର ସହଭାଗିତାରେ କିପରି ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରାଯାଇପାରିବ ସେ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। କୋରାପୁଟର ଶିଶୁ ଭବନଠାରେ ଆୟୋଜିତ ଏହି ଶିଶୁ ସହଭାଗିତାର କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶିଶୁମାନେ ଏବଂ ସେମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ପ୍ରଥମ ପର୍ଯ୍ୟାୟରେ ଶିଶୁମାନେ ସେମାନଙ୍କର ବିଦ୍ୟାଳୟର ବିଭିନ୍ନ ପରିସ୍ଥିତି, ବିଦ୍ୟାଳୟର ପରିବେଶ, ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାର ମାନ ଏ ନେଇ ନିଜ ନିଜ ମଧ୍ୟରେ ଆଲୋଚନା କରିଥିଲେ। ତାର ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ଦୁଇ ଭାଗରେ ବିଭକ୍ତ ହୋଇ ସେମାନଙ୍କର ସେହି ଜିନିଷଗୁଡ଼ିକ ଯେଉଁଗୁଡ଼ିକ ବାହାର କରିଥିଲେ ତାକୁ ଅଗ୍ରାଧିକାର ଭାବରେ ଏକ ଡ୍ରଇଂ ସିଟ୍ରେ ଲେଖିଥିଲେ। ତାର ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ପରସ୍ପର ମଧ୍ୟରେ ନିଜର ଭାବକୁ ଆଦାନ ପ୍ରଦାନ କରିଥିଲେ ଏବଂ ତନ୍ମଧ୍ୟରୁ 10ଗୋଟି ମୂଳ ଉପାଦାନ ଯାହାକି ଗୁଣାତ୍ମକ ଶିକ୍ଷାର ମାନକୁ ବୃଦ୍ଧି କରିବାରେ ସହାୟକ ହୋଇପାରିବ ତାକୁ ନେଇ ସେମାନେ ଆଲୋଚନା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ କୋରାପୁଟର ଡିପିପି ର ଜେଣ୍ଡର କୋଅର୍ଡିନେଟର ପଦ୍ମିନୀ ପାଠୀ ଉପସ୍ଥିତ ଥିବା ସମୟରେ ସେମାନେ ସେମାନଙ୍କର ସହଭାଗିତା କେତେଦୂର ସେମାନେ ଦେଇପାରିବେ ସେ ନେଇ ଶିଶୁମାନେ ଆଲୋଚନା କରିଥିଲେ ଏବଂ ସ୍କୁଲ କ୍ୟାବିନେଟ୍, ଚାଇଲ୍ଡ ରିପୋର୍ଟର ଭଳି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ନିଜକୁ ସାମିଲ କରି କେମିତି ସ୍କୁଲର ସର୍ବାଙ୍ଗୀନ ଉନ୍ନତିରେ ନିଜକୁ ସାମିଲ କରାଇପାରିବେ ସେ ନେଇ ସେମାନେ ପଦାପରିକର ହୋଇଥିଲେ। ଏହି ଅବସରରେ ପଦ୍ମିନୀ ପାଠୀ ମଧ୍ୟ ସେମାନଙ୍କୁ ଉଦ୍ବୋଧନ ଦେଇଥିଲେ।